এইটা দেখন্তু এইটা হଉଛି ଜିତୁ ମୁଣ୍ଡାଙ୍କର ଘର। ଜିତୁ ମୁଣ୍ଡା ଏଇ ଘରେ ରହୁଥିଲେ, ଯୋଉ ଘରେ ଭଉଣୀ କଲରା ମୁଣ୍ଡା, ଜିତୁ ମୁଣ୍ଡା ଆଉ ତାଙ୍କ ଘରେ ଦୁଇଟି ଗାଈ ଥିଲେ। ବର୍ତ୍ତମାନ ଯେତେବେଳେ ସରକାର ଆଧୁନିକୀକରଣର କଥା ଉଠାଉଛନ୍ତି, ସରକାର ଯେତେବେଳେ ସମସ୍ତଙ୍କୁ ସହାୟତା ପ୍ରଦାନ କରୁଛନ୍ତି, ଭଲ ଘର ଦଉଛନ୍ତି, ରହିବା ପାଇଁ ଭଲ ଜାଗା ଦଉଛନ୍ତି, ଖାଇବା ପାଇଁ ଚାଉଳଠୁ ଆରମ୍ଭ କରି ସବୁ ଜିନିଷ ଉପଲବ୍ଧ ଅଛି, ତେବେ ଏଇଠି ପ୍ରଶ୍ନ ଆସୁଛି, ଏମିତି ଗୋଟେ ଘର ଯୋଉଠି ମଣିଷ ଆଉ ଗାଈ ଏକା ସାଙ୍ଗରେ ରହୁଥିଲେ, ଇଏ ହଉଛି ସେଇ ଘର ଯୋଉ ଘରେ ମଣିଷ ଆଉ ଗାଈ ଏକା ସାଙ୍ଗରେ ରୁହନ୍ତି। ଚାଲନ୍ତୁ ମୁଁ ଆପଣଙ୍କୁ ଜିତୁ ମୁଣ୍ଡାଙ୍କର ଘରକୁ ଭିତରକୁ ନେଇକି ଯିବି, ଯୋଉଠି ଆପଣ ଦେଖିବେ ଯୋଉଠି ଗାଈ ଆଉ ମଣିଷ ଏକା ସାଙ୍ଗରେ ରହୁଥିଲେ। ଏଇଟା ହଉଛି ଜିତୁ ମୁଣ୍ଡାଙ୍କର ଘର। ଏଇଠି ରହୁଥିଲେ ଜିତୁ ମୁଣ୍ଡା, ଏଇଠି ଶୋଉଥିଲେ ଜିତୁ ମୁଣ୍ଡା, ଏଇଠି ତାଙ୍କର ଗାଈ ବନ୍ଧା ଯାଉଥିଲା, ଦୁଇଟା ଗାଈ ଏଇଠି ବନ୍ଧା ଯାଉଥିଲା। ତାଙ୍କର ମୃତ ଭଉଣୀ କଲରା ମୁଣ୍ଡା ସେ ମଧ୍ୟ ଏଇଠି ଶୋଉଥିଲେ। ଭଲ ଭାବରେ ଦେଖନ୍ତୁ, ଉପରେ ସୂର୍ଯ୍ୟଙ୍କର କିରଣ ପଡୁଥିଲା, ବର୍ଷା ଜଳ ପଡୁଥିଲା, ପବନ ଘଡଘଡି ତୋଫାନ ସବୁ ପରେ ବି ଜିତୁ ମୁଣ୍ଡା ଏଇ ଜାଗାରେ ରହୁଥିଲେ।